ଅଲିମ୍ପିକ୍ସ 2 ପଦକ ବିଜେତା ତଥା ଦେଶର ତାରକା ଜାଭଲିନ୍ ଫିଙ୍ଗାଳି ନୀରଜ ଚୋପ୍ରାଙ୍କୁ ବୁଧବାର ଆନୁଷ୍ଠାନିକ ଭାରତୀୟ ସେନାର ଲେଫ୍ଟନାଣ୍ଟ କର୍ଣ୍ଣେଲ ଭାବରେ ନିଯୁକ୍ତି ମିଳିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଫ୍ଲାଇଂ କାର୍ଯ୍ୟକ୍ରମରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସ୍ଥଳ ସେନାର ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଉପସ୍ଥିତ ରହି ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଥିଲେ। ଭାରତୀୟ ରାଜପତ୍ର ଅନୁଯାୟୀ ଏହି ନିଯୁକ୍ତି ଚଳିତ ବର୍ଷ ଏପ୍ରିଲ 16 ତାରିଖରେ କାର୍ଯ୍ୟକାରୀ ହୋଇଥିଲା। ନୀରଜ 2016 ଅଗଷ୍ଟ 26ରେ କମିଶନର ଅଧିକାରୀ ଭାବରେ ନାଏବ ସୁବେଦାର ଭାବରେ ଭାରତୀୟ ସେନାରେ ଯୋଗ ଦେଇଥିଲେ। କ୍ରୀଡ଼ା ସଫଳତା ଲାଗି ତାଙ୍କୁ 2018ରେ ଅର୍ଜୁନ ଏବଂ 2021ରେ ଖେଳରତ୍ନ ପୁରସ୍କାର ମିଳିଥିଲା। 2021ରେ ସେ ସୁବେଦାର ଭାବରେ ପରେ ପଦୋନ୍ନତି ପାଇଥିଲେ। ଟୋକିଓ 2020 ଅଲିମ୍ପିକ୍ସରେ ତାଙ୍କର ଐତିହାସିକ ସ୍ୱର୍ଣ୍ଣ ପଦକ ବିଜୟ ପରେ 27 ବର୍ଷୀୟ ଏହି ଭାରତ 2022ରେ ଭାରତୀୟ ସେନା ଦ୍ୱାରା ପରମ ବିଶେଷ ସେବା ପଦକ ଭାବରେ କରିଯିବା ସହ ସେହି ବର୍ଷ ସେ ସୁବେଦାର ମେଜରକୁ ମଧ୍ୟ ପଦୋନ୍ନତି ପାଇଥିଲେ। ଏଥିସହ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଶ୍ରୀ ମଧ୍ୟ ସେ ପାଇଛନ୍ତି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଦୁନିଆ।